ଆପଣଙ୍କୁ ଯଦି ରାତିରେ ଠିକରେ ନିଦ ହଉନି ଆଉ ଯଦି ଆପଣ ଚାହୁଁଛନ୍ତି ଯେ ବିନା ଔଷଧରେ ଆପଣ ରାତି ସାରା ଶାନ୍ତିରେ ଶୋଇବାକୁ, ତାହେଲେ ଏଇ ଭିଡ଼ିଓଟି ଆପଣଙ୍କ ପାଇଁ। ଭିଡ଼ିଓଟିକୁ ଶେଷ ଯାଏ ଦେଖିବେ। ଦେଖିଲେ ଆପଣଙ୍କର ଗୋଟେ କ୍ଲିଅର ଆଇଡ଼ିଆ ଆସିଯିବ ନିଦ କାହିଁକି ହୁଏ ନାହିଁ ଆଉ ଆମେ କ'ଣ କଲେ ନ୍ୟାଚୁରାଲି ଆମେ ଶାନ୍ତିରେ ଶୋଇପାରିବା। ତେଣୁ ସେଥିପାଇଁ ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ। ପ୍ରଥମ କଥା ହେଲା, ନିଦ ତ ଆମ ପାଇଁ ନିହାତି ଦରକାର ତା ପରଦିନର କାମଗୁଡ଼ିକୁ ଆମେ ଠିକରେ କରିବା ପାଇଁ, ଆମ ମାଇଣ୍ଡକି ଫ୍ରେଶ୍ ରଖିବା ପାଇଁ। ସେଇଥିପାଇଁ ଆଟଲିଷ୍ଟ ଅନ୍ ଆନ୍ ଆଭରେଜ୍ ଆମେ 6ରୁ 7 ଘଣ୍ଟା ଶାନ୍ତିରେ ଶୋଇବା ନିହାତି ଦରକାର। ଯେତେବେଳେ ଗୋଟେ ଛୋଟ ଛୁଆ ଜନ୍ମ ହେଉଛି, ଗୋଟେ ପିଲା, ତା ପାଇଁ 22ରୁ 23 ଘଣ୍ଟା ନିଦର ଆବଶ୍ୟକ ହେଉଛି ବା ସେ ଅଟୋମେଟିକ୍ ଶୋଇ ବି ଯାଉଛି। ଧୀରେ ଧୀରେ ଯେତେବେଳେ ମାସ ବଢ଼ୁଛି, ବର୍ଷ ବଢ଼ୁଛି, ସେତେବେଳେ ନିଦର ଆବଶ୍ୟକତା ବି କମୁଛି। ଯେତେ ସମୟ ଛୋଟ ଛୁଆଟେ ଶୋଉଛି 20-22 ଘଣ୍ଟା, ଧୀରେ ଧୀରେ କମି କମି ଯାଉଛି। ସେଥିପାଇଁ ଦେଖାଯାଉଛି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅନ୍ ଆନ୍ ଆଭରେଜ୍ 6ରୁ 7 ଘଣ୍ଟା ଜଣେ ମଣିଷ ଶାନ୍ତିରେ ଶୋଇବା ନିହାତି ଦରକାର। କେମିତି ଆମେ ଶୋଇବା ଆଉ ନିଦ ଆମକୁ କାହିଁକି ହୁଏ ନାହିଁ? ଜେନେରାଲି ବହୁତ ସାରା କାରଣ ଅଛି, ଯୋଉଟାକି ନ୍ୟାଚୁରାଲ କଜ୍ ହେଇପାରେ, ଡିଜିଜ୍ ୱାଇଜ୍ ହେଇପାରେ, ବା କିଛି ଜିନିଷ ଅଛି ଆର୍ଟିଫିସିଆଲି କ୍ରିଏଟେଡ୍ ହେଇପାରେ କାରଣ, ଯୋଉଥିପାଇଁ ଆମକୁ ନିଦ ହୁଏ ନାହିଁ। ଏବଂ ଏମିତି ବହୁତ ସାରା ଉପାୟ ମଧ୍ୟ ଅଛି ଯୋଉଟାକି ଆମେ ଠିକରେ ଯଦି ମାନିବା, ପାଳନ କରିବା, ସେଇ ଅନୁସାରେ ଆମେ ବଞ୍ଚିବା, ତାହେଲେ ଆମେ ନିଶ୍ଚିତ ଭାବରେ ଶାନ୍ତିରେ ଶୋଇପାରିବା। ଯଦି ଆମର ଠିକରେ ନିଦ ହଉନି, ତାର ଅର୍ଥ ଆମ ବଡି ଆଉ ମାଇଣ୍ଡରେ କୌଣସି ନା କୌଣସି ଗୋଟେ ଜାଗାରେ ସମସ୍ୟା ଅଛି। ଡିଜିଜ୍ ହେଇପାରେ, ଆଂଜାଇଟି ହେଇପାରେ, ଷ୍ଟ୍ରେସ୍ ହେଇପାରେ, ଯାହା ବି ହଉ ସମସ୍ୟା ଅଛି। ଆଉ ଯଦି ଆମେ ଠିକରେ ଶୋଉନାହାନ୍ତି ଆର୍ଟିଫିସିଆଲି, ବହୁତ ସାରା କାରଣ ଅଛି, ଆମେ ଜାଣି ଶୁଣିକି ଶୁଅନ୍ତିନି, ପଢ଼ନ୍ତି, ଆଂଜାଇଟି, ଷ୍ଟ୍ରେସ୍, ଟେନସନ୍ ଯାହା ବି ହଉ, ତାହେଲେ ଧୀରେ ଧୀରେ ଆମ ବଡି ମାଇଣ୍ଡ ୱିକ୍ ହବ ଆଉ ଡିଜିଜ୍ ହବ ହିଁ ହବ। ଛାଡ଼ନ୍ତୁ ସେ କଥା। ଏବେ ଚାଲନ୍ତୁ ଆଲୋଚନା କରିବା ଯେ କ'ଣ ସବୁ କମନ୍ କଜେସ୍ ଯାହାଫଳରେ କି ଆମକୁ ନିଦ ହୁଏ ନାହିଁ। ସବୁଠାରୁ ଯୋଉଟା ବେଶୀ କମନ୍ କଜ୍ ସେଟା ହେଉଛି ଆମର ସ୍ଲିପ୍ ଟାଇମ୍। ଆମେ ଗୋଟେ ସିଡ୍ୟୁଲ୍ଡ ଟାଇମ୍ରେ ଯଦି ଡେଲି ଶୋଇବାକୁ ଯିବା, ଧରନ୍ତୁ ରାତି 10ଟାରେ ଆମେ ସବୁଦିନ ଶୋଇବାକୁ ଯିବା, ଯଦି ପ୍ରଥମେ କିଛି ଦିନ ନିଦ ହବନି, କିନ୍ତୁ ସେଟା ଗୋଟେ ଅଭ୍ୟାସ ଯେତେବେଳେ ପଡ଼ିଯିବ, ଠିକ୍ ସେ 10ଟା ବେଳେ ଆମକୁ ନିଦ ଲାଗିବ ଏବଂ ସେଇ ହିସାବରେ ଆମେ ଭୋର 4ଟା କିମ୍ବା 5ଟାରେ ନିଦ ଭାଙ୍ଗିଯିବ। ତେଣୁ ସ୍ଲିପ୍ ଟାଇମ୍ଟା ଗୋଟେ ବେସିକ୍ ଜିନିଷ ଯୋଉଟାକି ଆମେ ସବୁବେଳେ ମେଣ୍ଟେନ୍ କରିବା ଦରକାର। ଏବଂ ଯଦି ସ୍ଲିପ୍ ଟାଇମ୍ ଆମେ ମେଣ୍ଟେନ୍ କରିବା ପ୍ରପରଲି, ତାହେଲେ ଆମକୁ ଠିକରେ ନିଦ ବି ହେଇଯିବ। ଯଦି ଆମର କୌଣସି ବାଜେ ଅଭ୍ୟାସ ଅଛି, ବଦ ଅଭ୍ୟାସ ଅଛି, ଯେମିତିକି ଡ୍ରିଙ୍କସ୍, ଆଲକୋହଲ, ଡ୍ରଗ୍ସ, ଏଗୁଡ଼ା ଯଦି ଅଭ୍ୟାସ ଅଛି, ତାହେଲେ ବହୁତ କେସ୍ରେ ଦେଖାଯାଏ ଯୋଉମାନଙ୍କର ଅଭ୍ୟାସ ଅଛି ସେମାନଙ୍କର ନିଦ ପ୍ରୋବ୍ଲେମ୍ ବହୁତ ସାରା ଦେଖାଯାଏ। ତେଣୁ ଆମେ ଚେଷ୍ଟା କରିବା ଏଇ ସବୁକୁ ଆମେ କେମିତି ଆଭଏଡ୍ କରିବା ବା ତାକୁ ଛାଡ଼ିକି ଆମେ କେମିତି ଶାନ୍ତିରେ ଶୋଇବା। ନେକ୍ସଟ ପଏଣ୍ଟ ହେଉଛି ଫିଜିକାଲ ଇନ୍ଆକ୍ଟିଭିଟି। ବର୍ତ୍ତମାନ ଏଇ ଯୋଉ ମଡର୍ନ ଲାଇଫଷ୍ଟାଇଲରେ ସବୁଠାରୁ ଯୋଉଟା ବଡ଼ ସମସ୍ୟା ସେଟା ହେଉଛି ଫିଜିକାଲ ଇନ୍ଆକ୍ଟିଭିଟି। ଆମମାନେ ଶାରୀରିକ ପରିଶ୍ରମ କରୁନାହାନ୍ତି ବା ଆମ ପାଖରେ ସୁଯୋଗ ବି ନାହିଁ। ଆମେ ସବୁବେଳେ ସେଡେଣ୍ଟାରୀ ଲାଇଫ୍ ମେଣ୍ଟେନ୍ କଲେ, ଅଫିସିଆଲ ୱାର୍କ କଲେ ବା ବାଇକ୍ରେ, କାର୍ରେ ବୁଲିଲେ, ତ ଫିଜିକାଲ ଆକ୍ଟିଭିଟି ଆମର ନାହିଁ, ବଡି ଥକୁ ହିଁ ନାହିଁ। ତେଣୁ ଆପଣ ଯଦି ରେଗୁଲାର କିଛି ନା କିଛି ଫିଜିକାଲ ଆକ୍ଟିଭିଟି କରିବେ, ତାହେଲେ ବଡି ଥକିଯିବ ଏବଂ ନିଦ ନିଶ୍ଚିତ ଭାବରେ ଲାଗିବ। ସେଇ ଗ୍ରାଉଣ୍ଡରେ ଆମେ ଚିନ୍ତା କରିପାରିବା ଫିଜିକାଲ ଏକ୍ସରସାଇଜ। ଯୋଉମାନେ ରେଗୁଲାର ଫିଜିକାଲ ଏକ୍ସରସାଇଜ କରନ୍ତି, ପର ଡେ କିଛି ନହେଲେ ଅଧଘଣ୍ଟା ଘଣ୍ଟା ଏକ୍ସରସାଇଜ କରନ୍ତି, ଦେଖାଯାଇଛି ରିସର୍ଚ୍ଚରେ ସେମାନଙ୍କର ନିଦ ପ୍ରପର ହୁଏ। ସେମାନେ ବିଛଣାରେ ପଡୁ ପଡୁ ସେମାନଙ୍କୁ ନିଦ ଲାଗିଯାଏ। ତେଣୁ ଫିଜିକାଲ ଆକ୍ଟିଭିଟି ଆଉ ଫିଜିକାଲ ଏକ୍ସରସାଇଜ ଏଇ ଦୁଇଟା ବି ବେସିକ୍ ଜିନିଷ, ଯାହାଫଳରେ କି ଆମର ନିଦ ହୁଏ ନାହିଁ ଏବଂ ତାକୁ ଯଦି ଆମେ ମେଣ୍ଟେନ୍ କରିବା ତାହେଲେ ଆମର ଠିକରେ ନିଦ ହବ। ଆଉ ଗୋଟେ ମେନ୍ କଜ୍ ଯୋଉଟାକି ଆଜିକାଲି ଦେଖାଯାଉଛି ସେଟା ହେଉଛି ଆମେ ଖାଇସାରିଲା ପରେ ରାତିରେ ଆମେ ମୋବାଇଲ ଧରିକି ବସି ଯାଉଛନ୍ତି। ମୋବାଇଲରେ ଏକ୍ସାଇଟେଡ୍ ଫିଲ୍ମ ହଉ ବା ସିରିଏଲ ହଉ ବା ସେଇ ଟାଇପ୍ର କିଛି ଗେମ୍ସ ଖେଳୁଛନ୍ତି ବା ଆମେ ଅଫିସିଆଲ ୱାର୍କ କିଛି କମ୍ପ୍ୟୁଟରରେ କରୁଛନ୍ତି, ଯୋଉଟାକି ଆମର ଯୋଉ ନିଦ ଯୋଉ ହବା ପାଇଁ ଯୋଉ ହରମୋନ୍ସର ଆବଶ୍ୟକତା ଅଛି ତାକୁ ସେ ସିକ୍ରେସନ କରେଇ ଦଉନାହିଁ। ତେଣୁ ଆମେ ଓଭର ଷ୍ଟିମୁଲେଟ୍ ହେଇଯାଉଛନ୍ତି, ଆମ ନିଦ ଭାଙ୍ଗି ଯାଉଛି। ତାପରେ ଆମେ ଯଦି ଶୋଇବାକୁ ଯାଉଛନ୍ତି ବିଛଣାରେ, ତାହେଲେ ଆମକୁ କିଛି ସମୟ ଲାଗିଯାଉଛି ନିଦ ଲାଗିବା ପାଇଁ। ତେଣୁ ଚେଷ୍ଟା କରିବା ଯେତେ ସମ୍ଭବ ଆମେ ଖାଇସାରିଲା ପରେ
এই ମୋବାଇଲ ହଉ କମ୍ପ୍ୟୁଟର ହଉ ବା ସେ ଟାଇପ୍ର କିଛି ଏକ୍ସାଇଟେଡ୍ ଥଟ୍ସ ବା ମୁଭିଜ୍ ହଉ ପ୍ରୋଗ୍ରାମ ହଉ କୁ ଆଭଏଡ୍ କରିବା। ମୋବାଇଲ କି ପର୍ଟିକୁଲାରଲି ଆମେ ଯଥା ସମ୍ଭବ ଆଭଏଡ୍ କଲେ ଆମେ ନିଶ୍ଚିତ ଭାବରେ ଶାନ୍ତିରେ ଶୋଇପାରିବା। ଆଉ ଏଇ ମଡର୍ଣ୍ଣ ଲାଇଫରେ ଯୋଉଟା କମନ୍ ସମସ୍ତଙ୍କ ପାଖରେ ଅଛି, ଯୋଉଟା କି ଆଂଜାଇଟି, ଷ୍ଟ୍ରେସ୍, ଟେନସନ୍, ଡିପ୍ରେସନ୍, ଏଇ ଯୋଉ କମନ୍ ଥିଙ୍ଗସ୍ ଯୋଉଟା କି ଆମର ଡେଲି ବର୍ତ୍ତମାନ ସମସ୍ତଙ୍କର ମୁଁ କ୍ଲିନିକରେ ଦେଖୁଛି ପେସେଣ୍ଟ ମାନଙ୍କର ସମସ୍ତଙ୍କର କିଛି ନା କିଛି ଟେନସନ୍, ଆଂଜାଇଟି, ଡିପ୍ରେସନ୍ ଅଛି। ଏଇ ଯୋଉ ଜିନିଷ ଗୁଡ଼ା ଯେତେବେଳେ ଆମେ ଯଦି ଖାଇସାରିଲା ପରେ ରାତିରେ ଯଦି ସେଗୁଡ଼ା ମୁଣ୍ଡରେ ପଶିଯାଉଛି ଆମର, ସେଗୁଡ଼ା ଏତେ ଶୀଘ୍ର ମୁଣ୍ଡରୁ ବାହାରୁନି ବା ଯଦି ସେ ବିଷୟରେ ଆମେ ଅଧିକ ଚିନ୍ତା କରିଦେଉଛନ୍ତି, ଅଧିକ ଭାବି ଦେଉଛନ୍ତି, ତାହେଲେ ଆମର ନିଦ ହଉଥିଲେ ବି ନିଦ ଭାଙ୍ଗିଯିବ। ତେଣୁ ବହୁତ ଲୋକଙ୍କର ମୁଁ ଦେଖିଛି ଯେଉଁମାନଙ୍କର ନିଦ ହୁଏନି, ସେମାନଙ୍କର କିଛି ନା କିଛି ଗୋଟେ ଅଧିକ ଟେନସନ୍, ଆଂଜାଇଟି ବା ସେମାନେ କିଛି ଡିପ୍ରେସନ୍ ଭିତରେ ଥାଆନ୍ତି ବା ସେମାନେ କିଛି ଏମିତି ପ୍ରୋବ୍ଲେମ୍ ଭିତରେ ଥାଆନ୍ତି ଯୋଉଟାକୁ ସେମାନେ ବାହାରେ ପ୍ରକାଶ କରିପାରନ୍ତିନି। ତେଣୁ ସେଗୁଡ଼ା ବି ଗୋଟେ ମେଜର କଜେସ୍। ସମସ୍ତଙ୍କର ଆଂଜାଇଟି ଅଛି, କିଛି ନା କିଛି ଟେନସନ୍ ଅଛି, ସମସ୍ତେ କିଛି ନା କିଛି ପ୍ରୋବ୍ଲେମ୍ ଭିତରେ ଥାଆନ୍ତି, କାହାର କମ୍ ଥାଏ କାହାର ଅଧିକ ଥାଏ, କିନ୍ତୁ ସବୁଠାରୁ ଯୋଉଟା ଗୁରୁତ୍ୱପୂର୍ଣ୍ଣ ସେଟା ହେଉଛି ଆମେ ତାକୁ କେତେ ଭ୍ୟାଲୁ ଦେଉଛନ୍ତି। ଏବଂ ଦ୍ୱିତୀୟ କଥା ହେଲା ଆମେ ଚେଷ୍ଟା କରିବା ଯେ ଆଟଲିଷ୍ଟ ଦେଖନ୍ତୁ ଆପଣ ଯଦି ରାତିରେ ଶାନ୍ତିରେ ନ ଶୋଇବେ ତାହେଲେ ନେକ୍ସଟ ଡେର ପ୍ରଡକ୍ଟିଭିଟି କେମିତି ଆପଣ ଠିକରେ କରିପାରିବେ, ଠିକରେ କେମିତି କାମ କରିପାରିବେ? ଆପଣଙ୍କୁ ଇରିଟେଟ୍ ଲାଗିବ, ଆପଣଙ୍କୁ ଡିପ୍ରେସ ଲାଗିବ, ଆପଣଙ୍କୁ ଡଲ୍ ଲାଗିବ। ତେଣୁ ଯଦି ଆମେ ଚାହୁଁଛନ୍ତି ଯେ ନେକ୍ସଟ ଡେକୁ ଆମେ ଠିକରେ ଆକ୍ଟିଭ ରହିପାରିବା, ଆମ କାମକୁ ଠିକରେ କରିପାରିବା, ସେଥିପାଇଁ ହଁ ଆଂଜାଇଟି ଅଛି ମାନୁଛି ମୁଁ, କିଛି ଅସୁବିଧା ନାହିଁ, କିନ୍ତୁ ତାକୁ ଚେଷ୍ଟା କରିବା ସବୁବେଳେ ରାତିରେ ସେ ବିଷୟରେ ଚିନ୍ତା ନ କରିବା ପାଇଁ ବା ସେଇ ଟାଇପ୍ର ଥଟ୍ସ କିଛି ନ ଭାବିବା ପାଇଁ, ବା ଯଦି ବି କିଛି ଥାଏ ତାକୁ କୌଣସି ନା କୌଣସି ଆମେ ଆଙ୍ଗେଲରେ ତାକୁ ଆଭଏଡ୍ କରିବା। ଯେତେ ଆମେ ତାକୁ ଆଭଏଡ୍ କରିବା ଆମେ ରାତିରେ ଶାନ୍ତିରେ ଶୋଇପାରିବା। ଏମିତି ବହୁତ ସାରା ଡିଜିଜ୍ ବି ଅଛି ବା କିଛି ନର୍ମାଲ ଫିଜିକାଲ କଣ୍ଡିସନ ଅଛି ଯୋଉଥିରେ ଆମକୁ ଜେନେରାଲି ନିଦ ହୁଏନି। ସେଥିମଧ୍ୟରୁ ଗୋଟେ ହେଲା ପ୍ରେଗନାନ୍ସି। ପ୍ରେଗନାନ୍ସି ସମୟରେ ବଡିରେ ବହୁତ ସାରା ହର୍ମୋନାଲ ଇମ୍ବାଲାନ୍ସ ହୁଏ, ଡିଷ୍ଟର୍ବାନ୍ସେସ୍ ହୁଏ। ସେଥିପାଇଁ ବହୁତ ସାରା ଲେଡିଜ ମାନଙ୍କର ପ୍ରେଗନାନ୍ସି ପିରିୟଡରେ ନିଦ ହୁଏନି। ସେଟା ଗୋଟେ କମନ୍ ଥିଙ୍ଗ ଯୋଉଟାକି ଆମକୁ ଆଭଏଡ୍ କରିପାରିବା ନାହିଁ। ସେଥିପାଇଁ ଅଛି ତାର ସଲ୍ୟୁସନ ଅଛି। ଆଚ୍ଛା, ଆଉ କିଛି ରୋଗ ଅଛି ଯୋଉଟାକି ଡାଇବେଟିସ୍ ହଉ, ହାଇପରଟେନସନ୍ ହଉ, ଆପଣଙ୍କର କିଛି ଯୋଉଟା ବାର୍ଦ୍ଧକ୍ୟ ଜନିତ ରୋଗ ଆଲଜାଇମର୍ସ ଡିଜିଜ୍ ହଉ, ଆଉ ଯୋଉଟାକି ଆଜିକାଲି କମନ୍ ଡିଜିଜ୍ କ୍ୟାନ୍ସର ହଉ, ବା ବଡିରେ କୌଣସି ଜାଗାରେ ଯଦି ସିଭିୟର ପେନ୍ ଅଛି ବା ଆପଣଙ୍କର ଯେଉଁମାନଙ୍କର ପେଟ ରୋଗ ଅଛି, ଗ୍ୟାଷ୍ଟ୍ରାଇଟିସ୍ ଅଛି, ଛାତି ପୋଡ଼ିବା ହଉ, ଏସବୁ ଅଛି, ସେମାନଙ୍କର ବି ବହୁତ ସମୟରେ ଦେଖାଯାଏ ରାତିରେ ସେମାନଙ୍କୁ ଠିକରେ ନିଦ ହୁଏ ନାହିଁ। ତେଣୁ ଏଇ ଯୋଉ ଯେତେ ସାରା ରୋଗ ମୁଁ କହିଲି, ଯଦି ଆପଣଙ୍କର ସେମିତି କିଛି ପ୍ରୋବ୍ଲେମ୍ ଅଛି ତାହେଲେ ସେହି ହିସାବରେ ଆମେ ଯଦି ପ୍ରପର ଟ୍ରିଟମେଣ୍ଟ କରିବା ତାହେଲେ ସେ ରୋଗ ଯେତେ ଶୀଘ୍ର କମିବ, ଆମ ରାତିରେ ବି ଆମେ ଶାନ୍ତିରେ ଶୋଇପାରିବା। ଏଇ ସବୁ ଥିଲା କମନ୍ କଜେସ୍ ଯୋଉଟାକି ନିଦ ନ ହେବାର ପ୍ରମୁଖ କାରଣ। ଚାଲନ୍ତୁ ଏବେ ଆମେ ଟିକେ ଡିସ୍କସନ୍ କରିଦେବା ଯେ ଆମେ ନର୍ମାଲି କ'ଣ କ'ଣ କଲେ ଆମେ ଶାନ୍ତିରେ ଶୋଇପାରିବା। ପ୍ରଥମେ ହେଉଛି ଆମେ ସବୁଦିନ ଚେଷ୍ଟା କରିବା କିଛି ନା କିଛି ଫିଜିକାଲ ଆକ୍ଟିଭିଟି କରିବା ପାଇଁ, ଫିଜିକାଲ ଏକ୍ସରସାଇଜ କରିବା ପାଇଁ। ଏଟା ଆମର 24 ଘଣ୍ଟା ଭଗବାନ ଆମକୁ ସମୟ ଦେଇଛନ୍ତି। ଏଇ 24 ଘଣ୍ଟା ଭିତରେ ଆମେ ଯଦି ଏଇ ବଡିର ସର୍ଭିସିଂ ବା ବଡିର ମେଣ୍ଟେନାନ୍ସ ନ କରିବା କିଛି କିଛି ସମୟ, ତାହେଲେ ବଡି ଧୀରେ ଧୀରେ ଡଲ୍ ହେଇଯିବ, ବଡିରେ ବହୁତ ସାରା ରୋଗ ତିଆରି ହେବ। ଆଉ ଏ ତ କମନ୍ କଜ୍ ହେଉଛି ନିଦ ବି ହେବ ନାହିଁ, କମନ୍ ଜିନିଷ ଯୋଉଟାକି। ସେଥିପାଇଁ ଚେଷ୍ଟା କରିବା ସବୁଦିନ କିଛି କିଛି ଆମେ ଫିଜିକାଲ ଆକ୍ଟିଭିଟି ନହେଲେ ଏକ୍ସରସାଇଜ କରିବା। ଫିଜିକାଲ ଏକ୍ସରସାଇଜ ଆମେ ମର୍ଣ୍ଣିଂରେ କରିବା ନିଶ୍ଚିତ ଭାବରେ ଦରକାର। ଆଉ ରାତିରେ ଆମେ ଡିନରଟାକୁ ଶୀଘ୍ର କରିକି ତାପରେ ଆମେ କିଛି ସମୟ ଯଦି ୱାକିଂ ବି କରିବା ସେଟା ବି ସବୁଠାରୁ ଭଲ ହେବ। ଆମର ଯୋଉ ରାତି ଖାଇବାଟାକୁ ଆମେ ଚେଷ୍ଟା କରିବା ସବୁବେଳେ ଶୀଘ୍ର ଟିକେ କରିବା ପାଇଁ, ଯେମିତିକି ଇଭିନିଂ 7ଟାରୁ 8ଟା ମଧ୍ୟରେ, ମ୍ୟାକ୍ସିମମ୍ 9ଟା ଭିତରେ। ଏବଂ ଖାଇବା ପରେ ଆମେ ସାଙ୍ଗେ ସାଙ୍ଗେ ଶୋଇବାକୁ ଯିବା ନାହିଁ, କିଛି ସମୟ ବୁଲିବା, କିଛି ରିଲାକ୍ସିଂ ମ୍ୟୁଜିକ୍ ବି ଶୁଣିପାରିବା ଆମେ। ଆଉ ତାପରେ ଆମେ ମେଡିଟେସନ୍ ବି କରିବା ନିହାତି ଦରକାର। ଆଉ ବେଡ୍ରେ ବସିକି ଆମେ ଡିପ୍ ବ୍ରିଦିଂ କରିବା ନିହାତି ଦରକାର। ତ ଆମେ ଖାଇବା ପରେ ମିନିମମ୍, ଆମେ ତ ସବୁ ପେସେଣ୍ଟକୁ କହୁଛୁ 2 ଘଣ୍ଟା ପରେ ଶୋଇବା ପାଇଁ, କିନ୍ତୁ ଯଦି ବି ନ ହେଉଛି ଆଟଲିଷ୍ଟ ଘଣ୍ଟେ 1.5 ଘଣ୍ଟା ପରେ ଶୋଇବେ। ତା ଭିତରେ ଏଇ ସବୁ କାର୍ଯ୍ୟ ଗୁଡ଼ା କରିବେ। ୱାକିଂ କରିବେ, ହାଲକା ୱାକିଂ କରନ୍ତୁ ଖୋଲା ପବନରେ, ଖୋଲା ପବନରେ ଆପଣଙ୍କ ଦେହ ଯେତେବେଳେ ଦେହରେ ବାଜୁଛି, ଖୋଲା ପବନଟା ବଡିଟା ରିଲାକ୍ସ ହେଇଯିବ, ଆପଣଙ୍କ ବଡି ରିଲାକ୍ସ ହେଇଯିବ। ଆଉ ବେଡ୍ରେ ବସିଲା ପରେ ଆମେ ଯଦି ଡିପ୍ ବ୍ରିଦିଂ କରିବା ଆଉ ମେଡିଟେସନ୍ କରିବା, ବଡି
पूरा फ्री हो स्ट्रेस फ्री हो एंजाइटी फ्री हो बॉडी थकी भी जीवो आउ निद भी लगी जीवो। तापर पॉइंट हूँ आम बेडरूम रो आम चेष्टा करवा राति रे शोला बेले टिके नॉइज फ्री करने बाहर साउंड हो बा भितर बहुत जोरे लाउड साउंड लगे म्यूजिक सुनवा एगुड़ा सब अवॉइड करवा नॉइज फ्री करवा लाइट के आम डिम करदे जिते कम आलोक शोवा आमको निद शीघ्र लगी सेटा को भी चेष्टा करवा निहाती दरकार। सब आम चेष्टा करवा राति जो खाइबा आम खाऊँ सब अधा पेट खाइबा आपड़ जदि अधिक भोजन आप निजे समस्ते फिल करते जो दिन आप हेवी खाई दूसरी से दिन निश्चित भाव में आपको निद हेनी ठीक रे पेटा केमती केमती लगे परदिन भी भल लगे से राति खाइबाटा आम चेष्टा करवा सब अधा पेट खाइबापी सब चेष्टा करवा संध्या पर एटलिस्ट पूरा निजक रिलैक्स रखापी पूरा फ्री निजक जिते फ्री रखा आम सेते आम भल आउ गोटे जिनस सबुठ हूँ आम दिन में शोवा ना बहुत लोक देखी जो मैंने दिन में शो जाती 3 घंटा 4 घंटा तेणु निज कोटा तो 50% फिलअप होगा दिन में राति केमती निद लगे तेणु से दिन में चेष्टा करवा कम से कम शोवाई न शोले सबुठ बहुत भल यही सब कमन जोड़ा मु कहली कज आउ तार सॉल्यूशन जोटा कि आम जब मानिबा आम रूटीन लाइफ मेंटेन करवा ताले निश्चित भाव में आम 6 ରୁ 7 घंटा साउंड स्लीप हो पार आमर एवं ता परदिन प्रोडक्टिविटी निश्चित भाव में आमर बढ़िबो। आशा करुछि वीडियो माध्यम किछि ना किछि ज्ञान तो आमको मिली आउ एई टाइप रो हेल्थ रिलेटेड वीडियो को देखिया पई आउ हेल्थ विषय जानिया पई आमको ये जो वीडियो को लाइक करंतु आम चैनल को सब्सक्राइब भी करंतु।